ବୁଝିଲି ପିଲା, ଆଜି ସନ୍ଧ୍ୟା 7:30ରୁ 7:45 ପର୍ଯ୍ୟନ୍ତ ଛାତି ମୋର କଷ୍ଟ ହେଉଥିଲା। କାହିଁ ଜାଣିଛୁ ତୁ କ'ଣ କରୁଥିଲୁ? ତୋର କ'ଣ ଅସୁବିଧା ହଉ, ତୁ ବି କ'ଣ ଭୁଲ କରିଥାଉ କି କ'ଣ କରିଥାଉ ମୁଁ ଜାଣିନି, କିନ୍ତୁ ଏତିକି କରିଥିଲୁ। ଭାରି କଷ୍ଟ ହେଉଥିଲା। ଆଉ କେତେବେଳେ ମୋର କଷ୍ଟ ଦୂର ହେଲା? ଠିକ୍ ରାତି 9ଟା ପରେ, 9ଟା ଯେତେବେଳେ ବାଜିଲା ସେତେବେଳେ ଏ କଷ୍ଟ ମୋତେ ଦୂର ହେଲା। ସେଇ ପର୍ଯ୍ୟନ୍ତ ତୋର ସେଇ 7:45 ସୁଦ୍ଧା ଯାହା ଅଧିକା ହେଉଥିଲା କଷ୍ଟ, ତାହା ଭିତରେ ତୋର କ'ଣ ଅଧିକା କରୁଥିଲୁ? ତାପରେ 9ଟା ଧୀରେ ଧୀରେ କମି କମି ଆସିଲା। ତା ଭିତରେ ତୁ କ'ଣ କରୁଥିଲୁ କ'ଣ ନାହିଁ ମୁଁ ଜାଣିନି। ଆଉ ସେଇଟା ହିଁ ମୋତେ ଭାରି କଷ୍ଟ ଲାଗୁଥିଲା। ଆଉ ମୁଁ ଦୂରରେ ଅଛି, ଆଉ ମୁଁ କ'ଣ କରିବି ସେଇଟା ବୁଝିବା ଦରକାର। ଆଉ ଭଲରେ କୋର୍ଟ ତ ମ୍ୟାରେଜ ସରିଲା। ସତ ମିଛ କହୁଛି ମୁଁ ଜାଣିନି। ତୁ କ'ଣ ମ୍ୟାରେଜ ସରିଛି, କିଛି ଅସୁବିଧା ନାହିଁ। ମୁଁ ତ ମୁଣ୍ଡ ଦୋଷ ମୋର। ଆଉ ତମେ ସବୁ ଭଲ, ଆଉ ଭବିଷ୍ୟତରେ ପୁରା ସଂସାର କରିବ, ଆଉ ହାତ ଗଣିବ, ଖୁସିରେ ରହିବ, ପୁରା ମଜାମସ୍ତି ଜୀବନ କାଟିବ। ଆଉ ତୁ ଜାଣିଛୁ ମୋ କଥା, ମୁଁ ଜାଣିଛି ତୋ କଥା। ଆଉ ମୁଁ ତତେ କହିବାକୁ ପଡ଼ିବନି, କିଛି କହିବାକୁ ପଡ଼ିବନି। ଯେତିକି ଜାଣିବା ଜାଣିଛୁ। ଏତିକି ତୁ ମୋତେ କଷ୍ଟ ଲାଗୁଛି ଯେ ମୋ କଥାକୁ ତୁ ନେଗେଟିଭ୍ କଥାବାର୍ତ୍ତା କରୁନୁ, ମୋ ଲୋକଙ୍କ ଆଗରେ ପକାଉନୁ। ଆକ୍ଚୁଆଲି ସେଇଟା ଠିକ୍ ନୁହେଁ। ଭଗବାନ ସହିବେ। ଆଉ ବୁଝିବା ଲୋକ ସେ ବୁଝିବ, ଠିକ୍ ବୁଝିବ। ଆଉ ଗୋଟେ କଥା ମନେ ରଖିଥା, ଖୁସିରେ ରହ, ଶାନ୍ତିରେ ରହ, ଜୀବନ କାଟିବୁ ସେମିତି ଶାନ୍ତିରେ ରହିବୁ। ଆଉ ତୁ ସବୁ କରୁଛୁ, ତୋ କାମ ତୁ କରୁଛୁ, କର କର୍ମାରେ କର, ତୋ କାମ ତୁ କଲୁ। ଏଥିରେ ମୁଁ ମୋ କାମ କରିବି, ଆଉ ଆଗକୁ ମୁଁ କରିବି। ଆଉ କେମିତି ଭଲ ଲାଗିବ ନ ଲାଗିବ ମୁଁ ଜାଣିନି, ହେଲେ ଦେଖାହବ। ଏ ପିଢ଼ି ପରେ ପିଢ଼ି ଯିବ, ସମୟ ଚାଲିଯିବ, କେହି ସମୟ କାହାକୁ ଅତିକ୍ରମ କରିନି। ଏ ଜୀବନ, ଏ ଯୌବନ, ଏ ସ୍ଥିରସ୍ଥାୟୀ ନାହିଁ। ପଇସା ପତ୍ର ସ୍ଥିରସ୍ଥାୟୀ ନାହିଁ। ଆଜି ମୁଁ ଟୋକା ଅଛି, କାଲି ମୁଁ ବୁଢ଼ା ହେଇଯିବି। ଧୀରେ ଧୀରେ ଚମଡ଼ା ଧଡ଼ଧଡ଼ ହେବ, ବୁଢ଼ା ହେଇଯିବି, ସମୟ ଆସିବ ତୁ ବି ବୁଢ଼ୀ ହେଇଯିବୁ। ଚମଡ଼ା ଧଡ଼ଧଡ଼ ହେବ, ଲାଷ୍ଟକୁ ଇଏ ଯୋଉ ଯୌବନକୁ ଯୋଉ ଗର୍ବ କରୁଛୁ, ଅହଙ୍କାର ନେଇକିରି ତୁ ଯୋଉ ମୋତେ କ୍ରିଟିସାଇଡ୍ କରୁଛୁ ନିଜ ଯୌବନକୁ, ଆଉ ନିଜ ଯୁବକ ସୁନ୍ଦର ଦେଖି ନିଜରେ କୋଉ ସୁନ୍ଦର ବାଳ ଦେଖୁଛୁ ମୁଁ ଜାଣି, ଭଗବାନ ଜାଣନ୍ତି କୋଉ ସୁନ୍ଦର ଦେଖନ୍ତୁ। ଭଲ ଲାଗୁଥିଲେ ବି ସୁନ୍ଦର କହୁଥିଲି, ଭଲ ନ ଲାଗିଥିଲେ କେବେ କାହାକୁ ସୁନ୍ଦର କୁହନ୍ତି। ଭଲ ପାଇବା ଦେଖାରେ ନୁହେଁ, ହୃଦୟକୁ ହିଁ ଦେଖନ୍ତି। ଛାଡ଼ିବିନି ବୋଲି ସେଥିପାଇଁ ତୋ ପାଖ ତୁ କୌଣସି ଭୁଲ ନ କରିବୁ କି କିଛି ଅସୁବିଧା ତୋର ନ ହେବ ବୋଲି, ତୋ ଜୀବନରେ ବିପଦ ନ ଆସିବ ବୋଲି ଶେଷଥର ମୁଁ କହୁଛି। ତୋ ଜୀବନରେ କୌଣସି ବିପଦ ନ ଆସିବା ପାଇଁ, ତୋ ଜୀବନରେ କୌଣସି ଅସୁବିଧା ନ ହେବା ପାଇଁ, ତୋ ଜୀବନ ମୁଁ ଯାହା ବି କରିଛି ତୋ ଖୁସି ପାଇଁ କରିଛି, ତୋ ଭଲ ପାଇଁ ମୁଁ କରିଛି, ସେତିକି କରିଛି ବୁଝି ତା ଦେହରେ। ଆଉ ସେଥିପାଇଁ ମୁଁ ଲାଷ୍ଟ ଟାଇମ୍ ମୁଁ ଯେତେବେଳେ ଜାଣିଲି ତୋ ଲାଇଫ୍ କି ସିଏ, ତୁ ତା ଲାଇଫ୍ କି କାହିଁକି ତୁ ରାଣ ନିୟମ ଖାଇକି ଯିଏ ଏଣ୍ଟ୍ରି କରୁଛି, ମୋ ଯିଏ ରାଣ ନିୟମ ଖାଇକି ମୁଁ ଯିବିନି ତା ଲାଇଫ୍ କି ବୋଲି, ସେ ମୋର କେବେ ହବନି, ମୁଁ ତାର କେବେ ହେବିନି। ଯିଏ ଏବେ ତୋର ହବାକୁ ଯାଉଛି, ଆଉ ସିଏ ଯଦି ଏବେ ହୋଇଯାଉଛି, ଆଉ ସେଇ ପିଲା ପୁଣି ଯଦି ତା ହାତ ଧରୁଛି, ଆଉ ଭବିଷ୍ୟତରେ ମୁଁ ତ ବୁଝିଲି ଏଇ କଥାଟା, ଜାଣିଲି ମୋତେ କଷ୍ଟ ଲାଗିଲା। ଆଉ ତା ପୂର୍ବରୁ ମୋତେ ବହୁତ କଥା କହିଛି। ମୁଁ ଏଇ କଥା ମୋତେ କହିବାର କ'ଣ ଥିଲା, କିନ୍ତୁ ଯେ କହିଲୁ ମୁଁ ବୁଝିଗଲି ଯେ ଏ ପିଲା ଯଦି ମୋ ଲାଇଫ୍ରେ ଯଦି ଆସିଲା, ମୁଁ ତ ସେମିତି ଦୁଃଖରେ ମୋ ନିଜ ଯାହା ହାତ ଧରିଛି ଏପର୍ଯ୍ୟନ୍ତ ମୁଁ ତ ନିଜକୁ ସମ୍ଭାଳି ପାରୁନି। ଇଏ ଯଦି ମୋ ଲାଇଫ୍ରେ ଏଣ୍ଟ୍ରି କରିବାକୁ ଆସିବ ଯଦି, ସେ ତ ଏତେ ପାଲା କରିଦେଉଛି, ତାହେଲେ ମୁଁ ଯେତିକି ଝଡ଼ ବତାସ ମୋର ବୋହିଛି, ମୋର ତ ପ୍ରାଣ ପଳେଇବ। ଭଲ ହେଇଛି ତା ସେଥିପାଇଁ ମୁଁ ତୋ ଖୁସି ପାଇଁ, ତୋ ଭଲ ପାଇଁ, ତୋ ଜୀବନର ଇଏ ପାଇଁ ମୁଁ ଏମିତି କିଛି କଲି ଯେ ପୁଣି ରିଟର୍ଣ୍ଣ ତା ପାଖକୁ ଯିବାକୁ ବାଧ୍ୟ ହେଲୁ। ମୁଁ ତୋ ଦେହରେ ମୁଁ କ'ଣ କରିଛି ତୁ ଜାଣି, ମୁଁ କ'ଣ କରୁଛି ମୋର ମୁଁ ଜାଣିଛି। ହେଲେ ମୁଁ କେବେ ତୋ ପାଇଁ ନେଗେଟିଭ୍ ଚିନ୍ତା କେବେ କରିନି, ଖରାପ ଚିନ୍ତା କେବେ କରିନି। ତୁ କିନ୍ତୁ ସବୁବେଳେ ମୋ ସହ ଖରାପ ଚିନ୍ତା କରିଛୁ। ଆଉ ସବୁବେଳେ ଶେଷ ଥର କହୁଛି, ବାହାଇକି ଭଲରେ ରହ, ଖୁସିରେ ରହ, ସବୁ କର। ଆଉ ବାକି ରହିଲା
ଯଦି ମୁଁ ପ୍ରକୃତରେ ହୃଦୟର ଛାତି ବାଡ଼ି କହୁଛେ ଏ ଆଖିରେ लो ଯେ ସତ ହେଇଥିବ ମୁଁ ତ ହୃଦୟରେ ଯଦି ଭଗବାନ ଥିବ ଯଦି ସତ କହିଥିବି ସେଇଟା ଉପରବାଲା ହିଁ ଦେଖିବ। ଆଉ ତୋ ମୋ ଭଲ ପାଇବା କ'ଣ ସେଇଟା ଭଗବାନ ବି ବିଚାର କରିବେ। ତୋ ଭଲ ପାଇବା ମୋ ପ୍ରତି କେତେ କ'ଣ ସେଇଟା ଭଗବାନ ବିଚାର କରିବେ। ଆଉ ମୋତେ ଯେଉଁ ଇଗ୍ନୋର କରିକି ଯେଉଁ ନିଜକୁ ଗର୍ବ ଭାଇ ଇଏ ଧନ ଜନ ଯୌବନ ଇଏ ଚିରସ୍ଥାୟୀ ନୁହେଁରେ ଭଲ ଭାବିତା। ତୁ ମୋଠୁ କ'ଣ ଭାବୁଛୁ ମୋତେ ବୁଦ୍ଧି ଶିଖାଉଛୁ? ଯେତେବେଳେ ଜାଣିଲେ ତୁ ପୁଣି ବାପସ ଯିବୁ ବୋଲି, କାହିଁକିନା ତୁ ଅପସନ୍ ରଖିଥିଲୁ, ଆଉ କାହାକୁ ଅପସନ୍ ରଖିଥିଲୁ, ନିଜ ଦିଅର ହଉ କି ଆଉ କାହାକୁ ପିଲାଙ୍କୁ ଅପସନ୍ ରଖିଥିଲୁ। ଯଦି ସେଇ ଯଦି ତୋ ପାଖକୁ ନ ଆସିଥାନ୍ତା, ଯଦି କ'ଣ ଅସୁବିଧା ଯଦି ମନରେ ଜିଦ୍ଦି ତୋର ଗୋଟେ ଇଗୋ ରଖିଥିଲୁ ନ ଆସିଥାନ୍ତା ନ ହେଇଥାନ୍ତା କ'ଣ ହେଇଥାନ୍ତା, ତାପରେ ତୁ ନିଶ୍ଚିତ କାହା ପାଖକୁ ଆଉ କାହାକୁ ତୁ ଧରିକି ତୁ ବାହା ହେବା ହେଇଥାନ୍ତୁ କୋଉଠି ଆଉ କେତେ ଜଣ କହିଛନ୍ତି କିନ୍ତୁ ତୋର ମନରେ ଯୋଉଟା ଶେଷକୁ ଫାଇନାଲ କରିଥାନ୍ତୁ। ଏବେ କିନ୍ତୁ ତୋର ସୁଖ ସପନ ଆସିଲା, ସୁଖ ଯେତେବେଳେ କର, ଦୁଃଖ ଆଉ କରିବା ଦେଖା ନାହିଁ। ଯେତେବେଳେ ତ ହାତ ହେଇଯିବ ପୁରା ସୁଖ ଭୋଗିବୁ ପୁରା ଭଲ। କିନ୍ତୁ ମଝିରେ ଯୋଉ ଅପସନ୍ ରଖିଥିଲୁ ସେ ଯେ ନ ହେଇଥାନ୍ତା ଯାଇଥାନ୍ତୁ, କିନ୍ତୁ ଭାଗ୍ୟ ଭଲ ମୋରି ପାଇଁ, ମନେ ରଖିଥା ମୋରି ପାଇଁ ମୁଁ ଏମିତି କିଛି କଲି ପୁଣି ରିଟର୍ନ ଯାଇକି ତା ହାତ ଧଇଲୁ। ମନେ ରଖିଥା ଏଇ ଖୁସି, এইটা মনে করে খুশি রখিতা যে ମୁଁ ଏମିତି କିଛି କରିଲି ଯେ ଲାଷ୍ଟକୁ ପୁଣି ଯୋଉ ପିଲାଙ୍କୁ ମୁଁ ବି ତୋତେ ବାରମ୍ବାର କହିଛି ତୁ ବାପସ ପୁଣି ଚାଲିଯା, ବାପସ ତା ପାଖକୁ ଚାଲିଯା। କାହିଁକି ତାକୁ ଧୋକା ଦେଉଛୁ, କାହିଁକି ଇଏ କରୁଛୁ, ତୁ କ'ଣ କରୁଛୁ ନା 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 କହିଁ 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 ମୋ ହାତରେ ଖେଳୁଥିଲୁ। କାହିଁ ଖେଳୁ ମୋ ହାତରେ ଏମିତି କହିଁ କାହିଁ ଖେଳୁଥିଲୁ ନା ତମ ମନରେ କନଫ୍ୟୁଜ ରଖିଥିଲୁ, କନଫ୍ୟୁଜ ଯୋଉ କନଫ୍ୟୁଜ ବି ମୋତେ ବି କନଫ୍ୟୁଜ କରି ରଖିଥିଲୁ। କିନ୍ତୁ ନା ଯେତେବେଳେ ଜାଣିଲି ନା ମୁଁ ଗୋଟେ ନୂଆ ଆରମ୍ଭ କରିବାକୁ ଚେଷ୍ଟା କଲି, ସେଇଟା ତ ବୁଝିବା ଦରକାର। ମୁଁ ତ ଭଲ ପାଇଁ ଆଉ ଯାହା ବି କରିଛି ଭଲ ପାଇଁ, ତୁ ଜୀବନରେ ସୁଖ କର, ଶାନ୍ତି କର, ଦୁଃଖ କର। କିନ୍ତୁ ମୁଁ ଯଦି ମୋ ଆଖିରେ ଲୁହ, ମୋ ହୃଦୟ ଯଦି ମୋ ସତ୍ୟ ହେଇଥିବ ନା ଏଇଟା ଭଗବାନ ବିଚାର କରିବେ। ଆଉ ମୁଁ କ'ଣ ସାରା ଦୁନିଆ ଜାଣିଛି, ଆଉ ତୁ ବି ଭଲସେ ଜାଣିଛୁ। ସମସ୍ତ ଆଗରେ ବାହାନା କରିବୁ କ'ଣ କରିବୁ ମୁଁ ଜାଣିବି। ଆଉ ସତ ତ ସବୁବେଳେ ସତ। ମୁଁ ତୋ ପାଇଁ ଯେତିକି ଭଲ ଚାହିଁଛି, କିନ୍ତୁ ତୁ ଚାହିଁଲେ ମୋତେ ନାଇଁ ବରଦାନଟା କ'ଣ ପୁରା ନେଇ ସଂସାରରେ ତୁ ପହଞ୍ଚିବା ଲୋକ ତୁ ମୋତେ। ଆଉ ମୁଁ ତୋ ସାଥିରେ କ'ଣ ମୋତେ ତୁ କ'ଣ ପୁରା ଜୀବନ ସାରା ରଖିବି, ମୁଁ ତୋତେ ଜୀବନ ସାରା ରଖିବି। କିନ୍ତୁ ମୁଁ ଏତିକି ତୋତେ ମୁଁ ସେଥିପାଇଁ ମୁଁ ଚାହୁଁଥିଲି ଯେ ମାନେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, କିନ୍ତୁ ତୋ ଜୀବନକୁ ମୁଁ ଉଦ୍ଧାର କରିବା ପାଇଁ ମୁଁ ପ୍ରତିଶ୍ରୁତିରେ ପୁରା ମୁଁ ଅଟଳ ଥିଲି ପୁରା। କିନ୍ତୁ ନା ଯେତେବେଳେ ଜାଣିଲେ ଧୀରେ ଧୀରେ ନା ଯୋଉ ପିଲାଟା ଏମିତି ହେଉଛି ମୁଁ କାହିଁ ତା ଖୁସିରେ ବାଧା ଦେବି। କିନ୍ତୁ ତୋ ଖୁସିରେ ରହ, ତୋ ଜୀବନ ଆଗକୁ ଯାଏ। ଆଉ ସଂସାର ଭଲ କର। ତୁ ତ କୋର୍ଟ ମ୍ୟାରେଜ ସରିଲାଣି, ସବୁ ହେଲାଣି, ଯଦି କ'ଣ ସରିଥିବ ନ ସରିଥିବ ତୁ ଅଭିନୟ କରୁଥିବୁ। ଯାହା ବି ହେଇଯାଉ ଭଲରେ ଚାଲୁ, ସୁଖ ସପନ ଆରମ୍ଭ କର, ଦୁଃଖ କିଛି ନାହିଁ। ମୋ ଲାଇଫରେ କ'ଣ ଘଟୁଛି ଘଟୁ ସେ କଥା ତତେ ଚିନ୍ତା କରେ ନାହିଁ। ତୁ ଖୁସିରେ ରହ। ଆଉ ମୋ ଲାଇଫଟା ଭଗବାନ ଯେମିତି ଗଢ଼ିଛନ୍ତି, କିନ୍ତୁ ଏତିକି ଦୁଃଖ ଲାଗିଲା ଯେ ମୁଁ ମୋ ଲାଇଫରେ ମୁଁ ଯେଉଁ ଯେତିକି ଦୁଃଖ ଯେତିକି ଖୁସିରେ ମୁଁ ଥିଲି, ଯାହା ଅଧା ଦୁଃଖ ଭୋଗିଥିଲି ଆଉ ଯାହା ଟିକେ ଖୁସି ଥିଲା ନା, ସେଇଟା ତୋ ପାଇଁ ମୋର ସବୁ ଚାଲିଗଲା। ଶେଷ ଥର ପାଇଁ ମନେ ରଖିଥା। ଆଉ ମୋ ଜୀବନରେ ସେଇଟା ଆସିପାରିବ କି ନାହିଁ ମୁଁ ଜାଣିନି। ମୁଁ ତତେ ଆଶୀର୍ବାଦ କରୁଛି, ତୁ ସବୁବେଳେ ଭଲରେ ରହ, ଖୁସିରେ ରହ। ଆଉ ସେ ପ୍ରଥମ ସ୍ୱାମୀ ନେଉଥାଉ, ସେକେଣ୍ଡ ସ୍ୱାମୀ ମଝି ସ୍ୱାମୀ ଅନେଇଥାଉ, ଲାଷ୍ଟ ସ୍ୱାମୀ ଆଳୁ ସାତେ ବାଇଗଣ ଚୋରି ଲଭ୍ ଚାଲିଛି। କ'ଣ ବନ୍ତଳ କଦଳୀ ଗଲା ବଦଳି ସବୁ ସାରି ଦେଇଛି। ଯାହା ହେଇଯାଉ ଯାହା କର ଭଗବାନ ତମକୁ ସବୁବେଳେ ଏମିତି କଲ୍ୟାଣ କରିଥାନ୍ତୁ, ମଙ୍ଗଳ କରିଥାନ୍ତୁ। ତମ ଦୁନିଆ ଦେଖ, ତମ ସଂସାର ଦେଖ। ନାରୀ ମୁଁ ବୁଝିଗଲି ଦୁନିଆରେ ମୁଁ ସମସ୍ତଙ୍କ ଉପରେ ଭରସା ଭାଙ୍ଗି ଯାଇଥିଲି। ଝିଅ ପିଲାଙ୍କ ପ୍ରତି ଏତିକି ଟିକେ ଭରସା ଥିଲା, ବିଶ୍ୱାସ ଥିଲା। 2025ରେ ତୋ ପାଇଁ ପୁରା
समस्त प्रति सब चित्त प्रति सब भरोसा भांगीगला टिके नहीं रे आउ मो जीवन रे कहा प्रति एमती है नतला जी तो प्रति तो साथ मो साथ जी कनेक्शन जी जहाँ भी घटना घटी कहा साथी से आज तुम एति बोली मुझे आज कष्ट भोगुची ना भोगी न था आते दुख पाई ना एत कथा कही ना एमती आज एपर्यंत ये घटना जाई न था आ तो जदि तो निज जीवन को आगू गढ़िया तू मिछ कही पारुचु भगवान कही निजक बचाई मिछ कही तो किसी असुविधा ना कि जन को कंदे जदि तू माने भल लोक कंदे जदि तू भल खुशी रही आउ जन हाथ धरिकी से भल या खुशी रह किसी असुविधा ना आउ कष्ट तो भोगुवी सारा जीवन पाई मैं भोगुवी मला पर्यंत जो दिन जहाँ हम हम भगवान मत से साहस तू भावुन जे मु मरीजी बोली तू जमी डायलॉग मारी ना कौन मरीजी तू निजे कौन तुम्हें मरी जाऊ ना मरी जा मु मरीजी मत कष्ट भोगुली ना नहीं रे मरीगले तू कौन मो समस्त को किसी समस्त कथा तू बुझीपर मो दुख कौन बुझीपर मो भल मत बुझीपर आमर समस्त मुझा समस्त मु हौ बर समस्त को अनेक समस्त को देखिकी कष्टा को सेमती सही आ मुझे देखे मुझे पर्यंत कष्ट पाऊथी ना मो आत्मा छटपट हो ना भगवान से मो जड़े जदि जन को तू कष्ट दे जन छटपट हो तू कौन सब भल रही ना सेमती भल रही पार तथा कौन भल रह कि तू भल रही पार ना मु कष्ट पाऊँ ना तू से सुख रही पार समय आसब समतिक समय अच्छी तू जो समय मत खेलीदेलु ना आ से समय तोर भल था आ मो समय जो खराब पड़गला से मुझे जनईदेली मोर ये बेला खराब पड़ा मुझे जन दी जगह तापर मुझे धीरे धीरे सैट हो गली तापर जो मो समय तले पलि जा तो समय आसी जिते से तो पाखे आज अच्छा पूरा स्टाइल मारे कह बापा तमें मत आणिकी जी छाड़िया जी तुम आने आसब आ मम्मी तुम्हें बहुत ये सी मो ना बहुत गपुच कि सब जहाँ गपी जाओ जहाँ ना जहाँ कर जाओ कि जो तो पाखे कहीं ना मुझे थी आ सबुदिन भगवान पाखे रही ये हृदयटा ये मनटा सब थी से पर्यंत किंतु तोर किसी फरक पड़ोनी तू कौन से भाया क्यारेक्टर काना बुझेब काना भाई ते बुझेब आग को कौ लोक ये पिला कौन कह जाए ठीक अच्छे आज दिन टाक आउ जहाँ परिवर्तन दर्शक बंधु एति कथा मुझे रखुची जहाँ आग हम भल मंद हम आग कौन कौन स्टोरी घटुची ता भी देखा आ देख ये जिनस सब रखी जिते पाइबी कुआड़े कुआड़े चली जापे कौन करें कहीं मोर ठिकना ना ये माइंड केतले को मूड नब ता भी कहीं पारनी ता भी जापर किंतु कष्ट मस्ट कर जिते कष्ट आसो तथापि मु कंट्रोल करके अच्छी जो दिन जहाँ हवा ता हम तू किंतु खुशी रह भल रह तू पूरा लाइफ टा पूरा पूरा एंजॉय थैंक यू रखुच धन्यवाद शुभ रात्रि शुभ आप क्या भल लगे क्या खराब लगे मुझे जानी से आपण यदि भल लगे भिडियोटा मुझे भाव भल लगिपे ये भल लगी था आगे एम समाज में एमती घटना कर मो लाइफ जोटा घटना कर कहली आउ तू चाली जीवो तो सासु घर फूलर सबारी रे तू शोइथिबु घरर खट गदीर पलंक रे
ମୁଁ ଚାଲି ଯିବି ମୋର ଝାଟି ମାଟି ଘରେ ଶୋଇଥିବି। ଆମ ପ୍ରେମ ଯଦି ସତ ହୋଇଥିବ, ଆମ ପ୍ରେମ ଯଦି ସତ ହେଇଥିବ, ମୋ ପ୍ରେମ ଯଦି ସତ ହେଇଥିବ, ଦେଖା ହବ ସେଇ ସ୍ୱର୍ଗପୁରେ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଜିର ରାତି କେତେ 12ଟା ବାଜିଲାଣି। ଆଜି ଦିନଟା ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଆଜି ହେଲା ଆମର ଶୁକ୍ରବାର। ଆଉ ଆପଣଙ୍କର ଭିଡ଼ିଓଟାକୁ ଫାଷ୍ଟ ଲାଷ୍ଟରେ ଦେଖନ୍ତୁ, ସ୍କିପ୍ କରିବେନି। ଆପଣଙ୍କ ଭଲ ପାଇବା ଆପଣ ସ୍ନେହ ସହିତ ସେମିତି ଭଲରେ ଥାଉ। ଆପଣ ମୋର ଦୁଃଖର ସାଥୀ ସୁଖର ସାଥୀ ଓଡ଼ିଶାବାସୀ। ଆଉ ଆପଣମାନେ ସବୁବେଳେ ମୋତେ ସପୋର୍ଟ କରିଥାନ୍ତୁ, ସାଥ ଦିଅନ୍ତୁ। ଆଉ ଆପଣଙ୍କ ଦ୍ୱାରା ଯେମିତି ମୁଁ ଜୀବନ ସାରା ଭଲରେ ଶାନ୍ତିରେ ବଞ୍ଚିପାରିବି, ଆଉ ଖୁସିରେ ଟିକେ ବଞ୍ଚିବା ଚେଷ୍ଟା କରିବି ଆପଣଙ୍କ ମୁହଁକୁ ଚାହିଁକିରି। ଆଜିର କଥା ଉପରେ ହେଲା ବହୁତ ଅଲଗା ପ୍ରକାର। ବୁଝିଲି ପିଲା, ଜୀବନରେ ମୁଁ ହେଉଛି ଗୋଟେ ତୋ ପାଇଁ ଗୋଟେ ହେଉଛି ମୁଣ୍ଡ ଦୋଷ। ମୋ ମୁଣ୍ଡ ଦୋଷ ହେଉଛି କାହାର କିଛି ମାନେ କିଛି ଶୁଣିବା ଦରକାର ନାହିଁ, ନା ଶୁଣୁ। ମୁଁ ହେଉଛି ମୋତେ ଖରାପ କଥାକୁ ମାଇଣ୍ଡରେ ନେଇକି ରଖିଛୁ। ତୁ ଯେଉଁ କଥା ମୋତେ ଖରାପ କହୁଛୁ, ତୁ ସେଇ କାମ କରିବାକୁ ଚାହୁଁଛୁ ନା ନାହିଁ? ଗଳଗଳ ଗଳଗଳ, ପୁଣି ତୁ ତା ସହିତ ଗଳଗଳ ଗଳ ହଉଛୁ ନା ନାହିଁ? କାହିଁଟା ସେଇଟା ଲାଗୁନି। ଆଉ ଅଇନା କ'ଣ କହୁଛୁ? ମମ୍ମିରେ ତମେ ଆଉ ଡାକିଦେ, ମମ୍ମି କହୁଛି। ଆଉ ତୁ ମୋର ଭଲ ସୁନା ପିଲାଟେ। ତାପରେ ଆଉ ତୁ ଇଏ କ'ଣ କହୁଛି? ଆଉ ମୁଁ ତ ରଖିବି ସବୁ, କୋର୍ଟ ମାର୍ଚ ତ ସାରିଲାଣି। ଆଉ ସବୁ ତ ହବ, ମୁଁ ତ ସବୁ କରିବି। ଓହୋ, ଅଇନାକେ ଯାହାହେଲେ ତମେ ଶଙ୍ଖା ଚୁଡ଼ି ପିନ୍ଧି ଶାଢ଼ୀ ପିନ୍ଧି ରେଡ଼ି। ଆଉ ଛାଡ଼ିବାକୁ ତୁ ନେବାକୁ ତୁ ଆସିବୁ, ସେ ଛାଡ଼ିବାକୁ ଆସିବେ, ବାପା ଛାଡ଼ିବାକୁ ଆସିବେ, ପିତାଶ୍ରୀ ଛାଡ଼ିବାକୁ। କିନ୍ତୁ ଏବେ ସିନା ଏମିତି ହେଉଛି, ସେତେବେଳେ କିଏ ଥିଲା ତୋ ପାଖରେ? କେହି ନଥିଲେ। ସେତେବେଳେ ସିଏ ଥିଲା କ'ଣ ନା ପ୍ରଥମ ସ୍ୱାମୀ ଥିଲା। ସେତେବେଳେ ତମର କଟର ଚାଲିଥିଲା। ଯେମିତି ଦି ଜଣ ଭିତରେ ଝଗଡ଼ା ହେଇଗଲା, ଲାଷ୍ଟକୁ ମୋ ପାଖରେ ଥାଇ କହୁଛି ଯେ ଥିଲି ଯେତେବେଳେ, ସେତେବେଳେ ତାକୁ କ'ଣ କହିଥିଲୁ ରାଗିକିରି? ତୋ ଲିଙ୍ଗ କାଟିଦେବି। ଏ କଥା କହିଥିଲି ନା? ତାପରେ ମୁଁ ଯଦି ସେ ଲାଷ୍ଟ ସ୍ୱାମୀ ଆଉ ପ୍ରଥମ ସ୍ୱାମୀ ଆଉ ମଝି ସ୍ୱାମୀ କିଏ? ମଝି ସ୍ୱାମୀ ହେଇଥିବ ଯିଏ ଅପସନ୍। କାହିଁକିନା ମୁଁ ତ ମୋତେ ବୁଢ଼ା ଲାଗୁଛି, ବୟସରେ ଅଧିକା ଲାଗୁଛି। ସିଏ ପୁରା ତା ବୟସ ମୋ ବୟସ ସହିତ ସମାନ ନୁହେଁ। ଆଉ ପୁରା ଟୋକା, ପୁରା ଲଙ୍ଘା ଟୋକା। କାହିଁକି ଏମିତି କରିଥିଲୁ? ଆଉ ମଝିରେ ଅପସନ୍ କାହାକୁ ରଖିଥିଲୁ? କାହିଁକି ଜାଣିଛୁ? ତୁ କାହିଁକି ରଖିଥିଲୁ? ତୁ ଥରେ ଭାବିଲୁ? ଏଥିପାଇଁ ରଖିଥିଲୁ ଯେ କାଳେ ଯେ ପ୍ରଥମ ପ୍ରେମିକା ଆଉ ମୋ ସାଥିରେ ଝଗଡ଼ା ବକଡ଼ା ଏମିତି ସବୁ ଚାଲିଛି, ଆଉ ମୁଁ ଜିଦିରେ କରିଛି, ଆଉ ମୁଁ ମୋ ହାତରେ ଥରେ ଏମିତି ମେକଅପ୍ କରିଛି ତା ବାପା କଥାରେ ପଡ଼ିକିରି, ଆଉ ବାପା କଥାରେ ପଡ଼ିକି ମୋତେ ଧୋକା ଦେଇଛି, ଆଉ ମୁଁ ତାକୁ ଜମା ଗ୍ରହଣ କରିବିନି। ମୁଁ ସତରେ ଠାକୁର ରାଣ ନାଇଁ ନିୟମ ଖାଇଲା। ତାପରେ ଏତେ ମିଛ କଥା କହୁଛ, ମାନେ ଏଇସବୁ କଥା ରାଣ ନିୟମ ଖାଇକି ଲାଷ୍ଟ କହୁଛି ମୁଁ କିଛି ଭଗବାନଙ୍କୁ ଗିଳି ଦଉଛ। ସେସବୁ କ'ଣ କରୁଛ ନା ମୋତେ ଅପସନ୍ ମୋତେ ରଖିଲା, ହାତରେ ରଖିଲେ। ତାପରେ ହିସାବ ପୁରା ଚାଲିଲା। ହିସାବ ଭାଇ ରଖିଲା। ହେଲେ ଭାଇ ହିସାବ ରଖିଲେ କ'ଣ ହବ? ହେଲେ ତୋ ବ୍ୟବହାର, ତୋ ଆଟିଚ୍ୟୁଡ଼ ଯେଉଁ ମୋ ଫିଲିଙ୍ଗସଟା ଯେଉଁ କରାଇଲୁ, ଥରେ ସେଇଟା ଥରେ ଭାବେ। ତୋର କରାଇବାର ମାନେ କ'ଣ? ରିଜିନ୍ କ'ଣ? ମାଇଣ୍ଡରେ ତୋର ଗୋଟେ କହିବା ଆଉ ମୋ ଭାବନାକୁ କ୍ରିଏଟ୍ କରାଇବା, ମାନେ ସୃଷ୍ଟି କରାଇବା ଅଲଗା, ମାନେ ଦି ତରିକା। ତୋର ହେଉଛି କ'ଣ? କହିବା, ଡାକିବା, ବୋଲିବା, ଏସବୁ ସମସ୍ତଙ୍କ ଆଗରେ ଗୋଟେ ମାନେ ଆକ୍ଟିଂ। ଆଉ ମୋ ପାଖରେ ଯେଉଁଟା ଥିଲା ସେଇଟା କ'ଣ ଥିଲା? ଆଟିଚ୍ୟୁଡ଼, ବ୍ୟବହାର କେମିତି ଥିଲା?
ତୋର ନିଜ ମାଇଣ୍ଡରେ ପୁରା ଯେଉଁ ଆଟିଚ୍ୟୁଡ୍ ବ୍ୟବହାର ମୋତେ ଯେ କରୁଥିଲୁ ଯେମିତି କରିଥିଲୁ ସେଇଟା କ'ଣ ଭାଇ ଭାଇ ସମ୍ପର୍କ? ଆଉ ଯେତେବେଳେ ତୋ ଉପରେ ଆସିଲା ପ୍ରଭାବ ଆଉ ସେତେବେଳେ କ'ଣ ଆସିଲା? ଅଙ୍କଲ ଭାଇ ଏ ଯେ ଅଲଗା ପ୍ରକାର ସମ୍ପର୍କ ପୁରା ତମ ବୟସ କେତେ ମୋ ବୟସ କେତେ ଓ କେତେ ପ୍ରକାର ଆକ୍ସନ୍ ତୁ କେତେ ପ୍ରକାର ଆକ୍ଟିଂ ଜାଣିଛୁ ରେ କେତେ ତୁ ମୋତେ କହୁଛୁ ଆକ୍ଟିଂ ତୁ ତ ମହା ଖେଳାଳି ଖେଳାଳି ତୁ ମହା ପାଖରେ ତ ଖେଳାଳି କେତେବେଳେ ଖେଳିବୁ ମଝିରେ ଅପସନ୍ କାହିଁ ରଖିଥିଲୁ ନା କାରଣ ପ୍ରଥମ ପ୍ରେମିକା କାଳେ ଯଦି ତାର ଯଦି ଯୋଡ଼ି ନ ହେଇପାରିଲା ଆଉ ଇଏ ତ ୟାକୁ ମୁଁ ମାନେ ତୋ ମନରେ କେତେ କ'ଣ ଥିଲା ମୋ ପ୍ରତି ମୋତେ ମିଛ କହି ହାତରେ ହାଣ୍ଡକପ୍ ରଖିଥିଲୁ ଲାଷ୍ଟକୁ ଚାହୁଁଥିଲୁ କେମିତି ତାକୁ ନଚେଇ ଲାଷ୍ଟ ଠିକ୍ ସମୟରେ ମୋତେ ଗାଣ୍ଡି ମାରିଦେବ ଧରା ଛୁଦେବନି ଆଉ ଭଲ ସାଇଜିଆ ଟୋକା ମରୁଦୁଆ ଟୋକା ପଟେଇକିରି ମୁଁ ଗାଣ୍ଡି ମାରି ତା ଦେହରେ ଛୁଁ ହେଇଯିବି ଆଉ ପୁରା ହେଉଛି ଜଣେଇଦେବି ଆଉ ତୋ ଦେହରେ କ'ଣ ଫିଲ୍ କିଛି ହେଉନଥିଲା ଯଦି ତୁ କହୁଛୁ ମୁଁ ପୁରା ସତିକି ତାହେଲେ ଏକୁ ତାକୁ କୁଣ୍ଡଉଛୁ ଏକୁ ତାକୁ ପୁଣି ମୋ ପାଖରେ ଛାଡ଼ ମୋ ପାଖରେ ଏତେ ଯେତେବେଳେ କଲା ପରେ ତ ମୋତେ ଯାହା ହେଲାନି ଯାହା କଲୁ ଛାଡ଼ ଯିଏ ନ ହେଲା ଲୋକ ଘଷି ମାଜି ନେସି ତାଙ୍କ ପାଖରେ ଯେଉଁ ହେଉଥିଲୁ କାହିଁ ତ ସେମାନେ କ'ଣ ଏତେ ଦଉଥିଲେ କି ଓହୋ ସେମାନେ ଯୁବା ବୟସ କାକୁଡ଼ି କଷ ପୁରା ଟାଙ୍କୁଆ ପୁରା ଘଷି ହେଲେ କାଳେ ସେ ମୋ ଭାଗ୍ୟରେ ପଡ଼ିଯିବ ଆଉ ତାଙ୍କର ଥାଇଁ ତାଙ୍କର ଅଛି ସେ କହିବେ କି ତୁ ଭାବୁଡ଼େ ପଡ଼ୁଛୁ ମାନେ ସେ କେବେ କହିବେ ନା ମୁଁ ତମେ ମୋ ପ୍ରଥମ ସେ କହିବେ ନା ନାହିଁ ସେଥିପାଇଁ ତ ଖେଳୁଥିଲେ କିନ୍ତୁ ଲାଷ୍ଟକୁ ତୋ ପଛରେ ବି ଗୋଟେ ଗୋଡ଼ ଥିଲା ଆଉ ସିଏ ବି ହେଉଛି ତା ଭିତରେ ବି ତୋ ଲାଇଫରେ କେତେ ଜଣ ପଡ଼ିଯାଇନ୍ତି ଗୋପବନ୍ଧୁ ଷ୍ଟୋର ତୁ ଲଗେଇକିରି ଆଉ କେତେ ଆଡ଼େ ସବୁ କରନ୍ତି ଆଉ ତୁ କ'ଣ କହୁଛୁ ମୁଣ୍ଡ ମୋର ଦୋଷ ଅଛି ଆଉ ଆରେ ତୁ ଇଠି ସେଠି କ'ଣ ଥାନା କାଟକ ଯିବୁ ଯାଇକିରି ଫାଇନାନ୍ସ ତୋର ଯଦି ଓକାତ ନିଜର ସାହସ ଅଛି ତୁ ଡାଇରେକ୍ଟ ଆସିକି ମୋ ଫ୍ରଣ୍ଟ ମୋ ହାତରେ ସାମ୍ନା କରୁନୁ ମୋ ହାତରେ କଥାବାର୍ତ୍ତା କରୁନୁ ମୋ ହାତ ଯଦି ବାଡ଼େଇ ଅଛି ମୋତେ ସାମ୍ନା ମୋତେ ଦେଖି ବାଡ଼େଇକି ଦେଖ ଗୋଟିଏ ବାପର ଛୁଆଇଥିବୁ ଦେଖ କଥାବାର୍ତ୍ତା ତୋର ଯଦି ନିଜର ଓକାତ ଯଦି କଥା ବୁଝିବାର ଯଦି ସେ ମୋ ସାଥିରେ ସାମ୍ନା ସାମ୍ନି କଥା ବୁଝା ଆଉ ଏମିତି କ'ଣ କଥାବାର୍ତ୍ତା କରୁଛୁ ଆଉ କେଉଁଦିନ ତୋର ନାଳ ଅଂଶ ପ୍ରବଳ ଅଛି ନିଜର ଅନ୍ୟମାନଙ୍କୁ କହିବୁ ନିଜର ନାଳ ଅଂଶ ଏକୁ ତାକୁ ଘଷି ହେଇଥାନ୍ତୁ ଆଉ ଏଠି ସେଠି ସୋଦା ଖାଇଥାନ୍ତୁ ଏଠି ସେଠି ସିଏ ଲାଷ୍ଟକୁ ତୋତେ ଏମିତି କହିଥାନ୍ତେ ସିଏ ସେମିତି କହିଥାନ୍ତେ ମୋତେ ଏ ଗଲା ସେ ଗଲା ସତିକି ଦେଖିଛୁ କଥାଟାକୁ ଏମିତି ବୁଝୁଛୁ ଆସ ଟପିକଟା ଗଲା ଯାହା ହେଲା ଆଉ ଟପିକ ଉପରେ ଆସିବା ଏବେ ଗୋଟେ ମୁଡ୍ ଚେଞ୍ଜ ହେଇଛି ବୁଝିଲି ପିଲା ଯେତେବେଳେ ମୁଁ ତୋ ପାଖରେ ଥିଲି ନା ସେତେବେଳେ ତୁ ଠିକ୍ ବାଟରେ ଟିକେ ଥିଲୁ ଆଉ ବହୁତ କଷ୍ଟ ଲାଗୁଥିଲା ଚଳିବାକୁ ଆଉ ବହୁତ ମାନେ ଯେମିତି ଲିମିଟ୍ ଯଦି ଆଗକୁ ଯାଉଥିଲା ପଛକୁ ଯେମିତି ପୁରା କ୍ରସ୍ କରୁନଥିଲୁ ପୁରା ସବୁ ଆଡ଼ଜଷ୍ଟମେଣ୍ଟ ହେଉଥିଲା କିନ୍ତୁ ଟିକେ ସଚ୍ଚୋଟ ପାଖରେ ଟିକେ ଥିଲା ଚାହୁଁଥିଲି କେମିତି ମୁଁ ତୋଠୁ ଟିକେ ଡିଫରେନ୍ସ ଆଉଟସାଇଡ୍ ହେଇଗଲେ ତାପରେ ତୋ ମନ ଇଚ୍ଛା ସବୁ ଖରାପ ମାନେ ମୁଁ ତ ଚାହୁଁଥିଲି ତ ଭଲ ପାଇଁ ଚାହୁଁଥିଲି ହେଲେ ତୋତେ ସେଇଟା ଖରାପ ଲାଗୁଥିଲା କାହିଁକି ନା ଇଏ କରିବା ପାଇଁ ମୋତେ ବୁଝାଉଥିଲି କି ଏଇଟା କରନା ସେଇଟା କରନା ଏଇଟା ଭଲ ଲାଗେନି ସେଇଟା ଭଲ ଲାଗେନି ଏମାନେ କେଉଁମାନେ ବୁଝାନ୍ତି ଜାଣିଛୁ ସେତିକି ତୁ ବୁଝିପାରୁଥିବୁ এইটা করনা সেইটা ଭଲ ନୁହଁ এইଟା ଖରାପ ସେଇଟା ଭଲ ନୁହଁ এইଟା ଭଲ ନୁହଁ ସେଇଟା ଖରାପ ଏମାନେ କେଉଁମାନେ ବୁଝାନ୍ତି କିନ୍ତୁ ମୁଁ ସେଇଟା ତତେ ବୁଝେଇଥିଲି କି ସେତିକି ତୁ ପାଖରେ ଥିଲା ସମୟରେ ତୁ କଣ୍ଟ୍ରୋଲ ଆଡ଼ଜଷ୍ଟମେଣ୍ଟ ହେଉଥିଲୁ ଯେତେବେଳେ ମୁଁ ତୋଠୁ ଦୂରଛାଡ଼ିଆ ହେଇଗଲି ଆଉ ସେତେବେଳେ ସେ ତ ପାଖରେ ନଥିଲା ଆଉ ସେତେବେଳେ ତୁ ଯେତେବେଳେ ସେ ଆସିଲା ତୋ ଲାଇଫ୍ ଯେତେବେଳେ ଆସିବାକୁ ମୁଁ ଯେତେବେଳେ ଡିସ୍କନେକ୍ଟ ହେଲା ପରେ ସେ ଆସିଲା ଧୀରେ ଧୀରେ ସେ ତ ତୋ ପାଖରେ ତୋର ତ କିଛି ଜାଣିପାରୁନି କିନ୍ତୁ ସେତେବେଳେ କ'ଣ କହିଲୁ ନା ତ ଗ୍ରୋସରୀ ସଉଦା ହେଉ କି ପରିବା ମାର୍କେଟ ହେଉ କି କୌଣସି ପଇସା ପତ୍ର ହେଉ କୌଣସି କାମରେ ହେଉ ଲାଷ୍ଟକୁ ତ ଏମିତି କିଛି କାମ କରୁଛୁ ଯେ ସମସ୍ତେ ତତେ ପୁରା ମାଗଣା ଦେଇଦିଅନ୍ତି ବିନା ସ୍ୱାର୍ଥ ତ କେହି ମାଗଣା ଦେବେନି ତୁ ଏମିତି କିଛି କରୁଥିବୁ ତାଙ୍କ ପାଖରେ କି ତୁ ତାଙ୍କ ପାଖକୁ କ'ଣ କରୁଥିବୁ ତ ଏମିତି କ'ଣ ଛାଡ଼ନ୍ତୁ ଗ୍ୟାସ୍ ବେଲା ହେଉ ମାଗଣା ସେ ଘର ଭଡ଼ା ହେଉ ସିଏ ବି ମାଗଣା ମୋ ପାଖରେ ମିଛ ନାଟକ ସେତେବେଳେ ଯାହା ଟିକେ ଯାହା ଥିଲା ହେଲେ ମୁଁ ଆଇଲା ପରେ ପୁରା ଅଲଗା ପ୍ରକାର ପୁରା ଖେଳ କରିଛୁ ଏମିତି ଖେଳ କରୁଛୁ ଯେ ଲାଷ୍ଟକୁ ସମସ୍ତଙ୍କୁ ମାଗଣା କରେଇ ଦେଉଛୁ ଏଇସବୁ କିଏ କରନ୍ତି ଜାଣିଛୁ ମୁଁ ବୁଝେଇବିନି ତତେ ବୁଝିବ କିଏ ଜାଣିଛୁ ଯାତ୍ରା ବାଟରେ ଯେଉଁ ରୋଲ୍ କରୁନି କାହ୍ନା ଭାଇ ତ ସେଇ ବୁଝେଇବ ହେଲା ଶୁଣ କ'ଣ କହୁଛି
कौन कुआ जो तू जानिछु कौन कुआ छिको दोचारुणी बारबुली होइता खाई अपसंस्कारी कंचा उड़िया रे देई हिस्ट्रीरानी छतरी दर्शक बंधु आपण ये वीडियोटा भल लागिथिबो आउ जदि भल लागि थाए तला आपण से जत मात्रा शेयर करिवे आउ सब गोटे जिन जानते एमती किसी का मो भली जीवन में क्या जीवन न आसू आ मो भली दुख किए न पातु को पुओ पिला मो भली केमती न हूँ आउ शेष थर मुझे कहूँ जदि जो दिन तोर मोर शेष दिन तो से दिन जो दिन तार हम मुझे निश्चित मुझ शुद्धि क्रिया श्राद्ध करी आ मो जड़े मरीगला पे मुझे से दिन शुद्धि ही पड़ी आउ थे कहीदे निश्चित से दिन मुझे जो दिन जानी ना तो फटो नहीं कि से दिन मुझे पूरा दया नदी में 7 4 बुड़ देकरी गाधे आसबि जे दुनिया रे देखदेवी जे एमती एमती गोटे 1 पीस टोका थिला जहाँ तक एमती खराब कहला कि से आज एमती करके देखला कि दर्शक बंधु एमती जदि क्या भाग्य एमती हुए ना एमती कर एमती यही फर्मालिटी कर कि क्या धोखा देवा पूर्व कष्ट देवा पूर्व से बुझा दरकार देले तार कौ अवस्था हो और से कहीं करगला कि दर्शक यही भिडियोटा यदि क्या भाग्य आउ थे कहीदे मोपरी क्या मोपरी कई हवाक जीवेनि आ सब आपण मान पिला सब दायित्व कर रखु एमती हवाक पिला माने सब निजको जतन करंतु आउ एमती मो भली हैरान रे पड़तुनि आजिकल सोसाइटी रे क्या विश्वास भरसा करनी आ विश्वास जब कर भरसा कर निज लोक बापा माँ को देख आ क्या निज भली भाविकी करनी कहीं से भविष्य में तुमको जहाँ निज भली भावी तो सी लास्ट को केत तुम गांडी चेर काटिदेव तुम निजे जापर से ही बास आदि ये वीडियोटा भल लगी समस्त को लाइक करेंगे शेयर करेंगे सब्सक्राइब करेंगे धीरे धीरे आउ नुआ नुआ वीडियो किसी आगे कौन आसूँ देखा तर कह थैंक यू रखुची शुभरात्रि जय जगन्नाथ एते कथा कहिस हेले केबे थरे भाबिच कष्ट मते भी होतिबो केबे थरे निजको मो जगह रखी देख सही पारिबो